ଅଷ୍ଟମ ବେତନ କମିଶନ ଲାଗୁ ହେବା ପରେ କାହାର କେତେ ବଢ଼ିବ ଦରମା? ଆସନ୍ତୁ ଦେଖିବା ଡିଟେଲ୍ସ। 8th ପେ କମିଶନ। ଯଦି ଆପଣ ସପ୍ତମ ପେ କମିଶନ ଲାଗୁ ହେବା ପରେ ବେତନ ମାଟ୍ରିକ୍ସକୁ ଦେଖିବା, ଲେଭେଲ 1 ଯେଉଁଥିରେ ପିଅନ, ସୁଇପର ଆଦି 18,000 ଟଙ୍କା ହୋଇଯାଇଥିଲା, ଅଷ୍ଟମ ପେ କମିଶନ ଲାଗୁ ହେବା ପରେ ଏହା 21,300 ଟଙ୍କା ହେବ ବୋଲି ବିଶ୍ୱାସ କରାଯାଏ। ସେହିଭଳି ଲେଭେଲ 2 କର୍ମଚାରୀଙ୍କ ବେସିକ୍ ଦରମା 19,900ରୁ 23,880 ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଲେଭେଲ 3 କର୍ମଚାରୀଙ୍କ ବେସିକ୍ ସାଲେରୀ 21,700ରୁ 26,040 ଟଙ୍କାକୁ ବୃଦ୍ଧି ପାଇବ। ଲେଭେଲ 4 କର୍ମଚାରୀଙ୍କ ବେସିକ୍ ଦରମା ମଧ୍ୟ 25,500ରୁ 30,600 ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଲେଭେଲ 5 କର୍ମଚାରୀଙ୍କ ବେସିକ୍ ଦରମା 29,200ରୁ 35,040 ଟଙ୍କା ବୃଦ୍ଧି ପାଇବ। ବାସ୍ତବରେ ଲେଭେଲ 1 ଟୁ 5 ପର୍ଯ୍ୟନ୍ତ କର୍ମଚାରୀଙ୍କ ଗ୍ରେଡ୍ ଦରମା ହେଉଛି 1,800ରୁ 2,800 ଟଙ୍କା। ମାଟ୍ରିକ୍ସ ଅନୁଯାୟୀ 6ରୁ 9 ସ୍ତରରେ କର୍ମଚାରୀ ଗ୍ରେଡ୍ ଦରମା 4,200ରୁ 5,400 ଟଙ୍କା। ଏଥିରେ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ, ଗ୍ରାମ ବିକାଶ ଅଧିକାରୀଙ୍କ ପରି କର୍ମଚାରୀ ସାମିଲ, ଯେଉଁଥିରେ ଲେଭେଲ 6 କର୍ମଚାରୀ ବେସିକ୍ ଦରମା 35,400ରୁ 42,480 ଟଙ୍କା। ଲେଭେଲ 7 କର୍ମଚାରୀଙ୍କ ଦରମା 44,900ରୁ 53,880 ଟଙ୍କାକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ସେହିଭଳି ଲେଭେଲ 8 କର୍ମଚାରୀଙ୍କ ବେସିକ୍ ସାଲେରୀ 47,600ରୁ 57,120 ଟଙ୍କାକୁ ବୃଦ୍ଧି ପାଇବ, ଯେତେବେଳେ ଲେଭେଲ 9 କର୍ମଚାରୀମାନେ 53,100ରୁ 63,720 ଟଙ୍କା ବୃଦ୍ଧି ପାଇବ। 10ରୁ 12 ପର୍ଯ୍ୟନ୍ତ କର୍ମଚାରୀଙ୍କ ଗ୍ରେଡ୍ ଦରମା ହେଉଛି 5,400ରୁ 7,600 ଟଙ୍କା। ଅଷ୍ଟମ ବେତନ ଆୟୋଗ ଲାଗୁ ହେବା ପରେ ଲେଭେଲ 10 କର୍ମଚାରୀଙ୍କ ବେସିକ୍ ସାଲେରୀ 56,100ରୁ 67,320 ଟଙ୍କାକୁ ବୃଦ୍ଧି ପାଇବ। ଲେଭେଲ 11 କର୍ମଚାରୀଙ୍କ ବେସିକ୍ 77,700ରୁ 81,240 ଟଙ୍କାକୁ ବୃଦ୍ଧି ପାଇବ। ଲେଭେଲ 12 ମଧ୍ୟ ଲାଭବାନ ହେବେ ଏବଂ ବର୍ତ୍ତମାନର ବେସିକ୍ 78,800ରୁ 94,560 ଟଙ୍କାକୁ ବୃଦ୍ଧି ପାଇବ। ମାଟ୍ରିକ୍ସ ଅନୁଯାୟୀ ଲେଭେଲ 13 ଏବଂ 14 କର୍ମଚାରୀଙ୍କ ଗ୍ରେଡ୍ ବେତନର 8,700ରୁ 10,000 ଟଙ୍କା ପର୍ଯ୍ୟନ୍ତ ଆସିବ। ଅଷ୍ଟମ ବେତନ ଆୟୋଗ କର୍ମଚାରୀ ହେବା ପରେ ଲେଭେଲ 13ରୁ ବେସିକ୍ ସାଲେରୀ 1,23,100 ଟଙ୍କାରୁ 1,47,720 ଟଙ୍କାକୁ ବୃଦ୍ଧି ପାଇବ, ଯେତେବେଳେ ବି ଲେଭେଲ 14ର ବେସିକ୍ ଦରମା 1,44,200ରୁ 173,040 ଟଙ୍କାକୁ ବୃଦ୍ଧି ପାଇବ। 15ରୁ 18 ପର୍ଯ୍ୟନ୍ତ କେତେ ବୃଦ୍ଧି ହେବ, ଏଥିରେ ଆଇଏଏସ୍ ଅଧିକାରୀ, ସଚିବ ଏବଂ ମୁଖ୍ୟ ସଚିବ ଅନ୍ତର୍ଭୁକ୍ତ। ଜଣେ ଲେଭେଲ 15 କର୍ମଚାରୀଙ୍କ ବେସିକ୍ ସାଲେରୀ 1,82,200ରୁ 2,18,400 ଟଙ୍କା ବୃଦ୍ଧି ପାଇଥିବା ବେଳେ ଲେଭେଲ 16 ବେସିକ୍ ଦରମା 2,05,400ରୁ 2,46,480 ଟଙ୍କାକୁ ବୃଦ୍ଧି ପାଇବ। ଲେଭେଲ 17 କର୍ମଚାରୀଙ୍କ ବେସିକ୍ 2,25,000ରୁ 2,70,000 ଟଙ୍କା ଓ ଅଷ୍ଟମ ବେତନ ଆୟୋଗ ପରେ ଲେଭେଲ 18 କର୍ମଚାରୀଙ୍କ ବେସିକ୍ ଦରମା 2,50,000ରୁ 3,00,000 ଟଙ୍କା ହେବ। ଏଠାରେ କେବଳ ବେସିକ୍ ସାଲେରୀ ବୃଦ୍ଧି ବିୟୋଗରେ ଉଲ୍ଲେଖ କରାଯାଇଛି। ବେସିକ୍ ବ୍ୟତୀତ ମହଙ୍ଗା ଭତ୍ତା ଏବଂ ଅନ୍ୟାନ୍ୟ ଭତ୍ତା ମଧ୍ୟ କର୍ମଚାରୀଙ୍କ ଦ୍ୱାରା ପ୍ରାପ୍ତ ମୋଟ ବେତନ ସହ ମିଶିକି ଆସିବ। ସେସବୁକୁ ଏକାଠି କରି କର୍ମଚାରୀଙ୍କ ଦରମା ସ୍ଥିର କରାଯିବ। ଏହାର ଅର୍ଥ ହେଉଛି କର୍ମଚାରୀଙ୍କ ଦ୍ୱାରା ପ୍ରାପ୍ତ ଦରମା ତାଙ୍କ ବେସିକ୍ ସାଲେରୀ ଠାରୁ ବହୁତ ଅଧିକ। ଯଦିଓ ପେ କମିଶନ ଗଠନ ହୋଇନାହିଁ କିମ୍ବା ସରକାର ଏ ବିଷୟରେ କୌଣସି ସ୍ପଷ୍ଟ ଚିତ୍ର ଦେଇନାହାନ୍ତି, କିନ୍ତୁ ଏହା ନିଶ୍ଚିତ ଯେ ଖୁବ୍ ଶୀଘ୍ର ଆୟୋଗର ସଦସ୍ୟ ନିଯୁକ୍ତି ହେବେ ଓ ତାପରେ ଆୟୋଗ ବେତନ ଓ ପେନ୍ସନ୍ ବୃଦ୍ଧି କରିବେ, ପ୍ରସ୍ତାବ ଉପସ୍ଥାପନ କରିବେ ଓ ସରକାର ରିପୋର୍ଟ କରିବେ। ସମସ୍ତେ ଏହା ଜାଣନ୍ତି, କିନ୍ତୁ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କ ମନରେ ଏକ ପ୍ରଶ୍ନ ଉଠୁଛି ଯେ ଅଷ୍ଟମ ବେତନ ଆୟୋଗ କର୍ମଚାରୀ ହେବା ପରେ ସେମାନଙ୍କର ବେସିକ୍ ସାଲେରୀ କେତେ ବୃଦ୍ଧି ପାଇବ। ବର୍ତ୍ତମାନ ଏ ବିଷୟରେ କିଛି ସ୍ପଷ୍ଟ ଭାବରେ କୁହାଯାଇପାରିବ ନାହିଁ। କିନ୍ତୁ ସମସ୍ତ ଗଣମାଧ୍ୟମରେ ରିପୋର୍ଟ ଓ ସପ୍ତମ ବେତନ ଆୟୋଗ ଲାଗୁ ହେବା ପରେ ବେସିକ୍ ବୃଦ୍ଧିକୁ ଦେଖିଲେ ଏହା କୁହାଯାଇପାରେ ଯେ ଅଷ୍ଟମ ପେ କମିଶନ ଲାଗୁ ହେବା ପରେ ପିଅନଠୁ ଆରମ୍ଭ କରି ଆଇଏଏସ୍ ଅଧିକାରୀ, ସଚିବ ଏପରିକି ମୁଖ୍ୟ ସଚିବଙ୍କ ବେସିକ୍ରେ ଏକ ବଡ଼ ବୃଦ୍ଧି ହେବ। ଭିଡ଼ିଓଟି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, କମେଣ୍ଟସ୍ ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।